ଧର୍ମ ଓ ଆଗ୍ରହ 6 ପୃଷ୍ଠାର ଏକ ଲିଖିତ ଆଲୋଚନା। ଧର୍ମ ଓ ଆଗ୍ରହ ଦୁଇ ବିପରୀତମୁଖୀ ଶବ୍ଦ। ସମ୍ବନ୍ଧ ପ୍ରତିଷ୍ଠା ଦ୍ୱାରା ଧର୍ମ ଓ ଆଗ୍ରହ ଦୁଇ ଶବ୍ଦଙ୍କୁ ଏକ କରାଯାଇପାରିବ। ଧର୍ମ ପ୍ରତି ଆଗ୍ରହ ସତ ମିଛ ହୋଇ ଦୁଇ ପ୍ରକାର। ସତ ଆଗ୍ରହ ଅଲ୍ଲାହଙ୍କଠାରେ ଥାଏ, ମିଛ ଆଗ୍ରହ ଅଲ୍ଲାହଙ୍କ ବ୍ୟତୀତ ମଣିଷ ଗଢ଼ା ଅନ୍ୟାନ୍ୟ ତୁଚ୍ଛ ଅଳୀକ ସାମୟିକ ମଣିଷ କଳ୍ପନା ଉଦ୍ଭୂତ ଉପାସ୍ୟଠାରେ ନିହିତ। ଆଗ୍ରହ କରିବାକୁ ନିଷ୍ଠାପର କରାଏ, କାମରେ ମଣିଷ ମନକୁ ଲଗାଏ, ନିୟୋଜିତ କରାଏ। ଆଗ୍ରହ ମନର ଇଚ୍ଛାକୁ ବୁଝାଏ। ଇଚ୍ଛା ଥିଲେ ଉପାୟ ଆସେ, କାରଣ ଇଚ୍ଛା ହେତୁ ମଣିଷ ଖୋଜିବ, ନହେଲେ ଖୋଜିବ ନାହିଁ। ଇଂରାଜୀରେ କଥା ଅଛି, ହ୍ୱେନ୍ ଦେୟାର ଇଜ୍ ଏ ୱିଲ୍ ଦେୟାର ଇଜ୍ ଏ ୱେ। ଧର୍ମ ସହିତ ଆଗ୍ରହ କଦାପି ମିଶିପାରିବ ନାହିଁ। ଯଦି ମିଶୁଥାନ୍ତା, ତେବେ ପ୍ରତ୍ୟେକ ଲୋକ ନିଷ୍ଠାପର ଧାର୍ମିକ ହୋଇପାରିଥାନ୍ତେ। ମନରେ ଆଗ୍ରହ ନଥିବାରୁ ହୋଇପାରୁନାହାନ୍ତି। ଧର୍ମ ଏକ ଗ୍ରହଣ। ଆଗ୍ରହ ହେଉଛି କାର୍ଯ୍ୟ ଉତ୍ପତ୍ତିର କାରଣ। ବିଶ୍ୱାସ ମନକୁ ଯାଇ ଆଗ୍ରହ ଦ୍ୱାରା କାର୍ଯ୍ୟକୁ କରାଏ, ଜଗତକୁ ଦେଖାଏ। ଆଗ୍ରହ ଉତ୍ସାହ ବା ଉତ୍ସୁକତାକୁ ଆଣେ। ଉତ୍ସାହ ଅନୁସନ୍ଧାନକୁ କରାଏ। ଅନୁସନ୍ଧାନରୁ ଉତ୍ପନ୍ନ କାର୍ଯ୍ୟର ସଫଳତା ବିଫଳତାକୁ ଚିନ୍ତା କରେନା। ସଫଳ ହୋଇପାରେ ଅବା କାର୍ଯ୍ୟ ସଫଳ ନ ହୋଇପାରେ, ସେଥିକୁ ଉତ୍ସାହ ପରବାୟ ବା ଖାତିର କରେନା। ସବୁ କାର୍ଯ୍ୟରେ ଲାଭ କ୍ଷତି ବିବେଚିତ ନୁହେଁ। ବିବେଚନା କଲେ ମଣିଷ କାମ କରିପାରିବ ନାହିଁ। କାମ ହିଁ ବଞ୍ଚିବାର ମୂଳ। ସାଧନାୟିତ କାମ ସଫଳତା ଆଣେ, ବିଫଳତା ବି ଦେଇପାରେ। ଯଦି ସାଧନା ସଠିକ୍ ନ ହୁଏ ଅଥବା ଭାଗ୍ୟର ସହାୟତା ନ ମିଳେ, ତେବେ କାମ ସଫଳ ହେବ କିପରି? କଥାରେ ଅଛି ପରା, ଭାଗ୍ୟଂ ଫଳତି ସର୍ବତ୍ରଂ ନ ବିଦ୍ୟା ନ ଚ ପୌରୁଷମ୍। ରାଧାନାଥ ରାୟ କହିଛନ୍ତି, ଶକ୍ତି ନାହିଁ ବତ୍ସ କାହାରି ଜଗତେ, ନିୟତିକି ନେବ ନିଜ ଇଚ୍ଛା ପଥେ। ପୁଣି କଥା ରହିଛି, ଯେଣେ ଇଚ୍ଛା ତେଣେ ଯା, କର୍ମ ଘେନି ବୁଲୁଥା। ଏହି କର୍ମ ମଣିଷର କପାଳ, ତାର ଭାଗ୍ୟ ଓରଫ ନିୟତି, ଯାହାକି ବିଧି ନିର୍ଦ୍ଦିଷ୍ଟ, ବିଧାତା ନିୟନ୍ତ୍ରିତ, ପରିଚାଳିତ। ଭଗବାନ ମନୁଷ୍ୟର ଭାଗ୍ୟକୁ ନିର୍ମିତ କରିଛନ୍ତି, ମଣିଷର ଭାଗ୍ୟକୁ ଚଳାନ୍ତି। ଅଗତ୍ୟା ମଣିଷ ଭାଗ୍ୟବାଦୀ। ଭାଗ୍ୟ ନାହିଁ ବୋଲି ଯେଉଁ ମନୁଷ୍ୟ ବିଶ୍ୱାସ କରେ, ସେ ଭଗବାନଙ୍କର ନୁହେଁ। ଏଭଳି ମଣିଷ ମୁସଲମାନ ବି ନୁହେଁ। ନେପୋଲିଅନ ବୋନାପାର୍ଟ ଯେଉଁ କହିଛନ୍ତି, ମ୍ୟାନ୍ ଇଜ୍ ଆର୍କିଟେକ୍ଚର ଅଫ୍ ହିଜ୍ ଓନ୍ ଫର୍ଚ୍ୟୁନ୍, ଅର୍ଥାତ୍ ମଣିଷ ନିଜ ନିଜର ଭାଗ୍ୟ ନିର୍ମାତା, ଏହା ମଣିଷର ଭୁଲ ବିଚାର, ଭ୍ରାନ୍ତ ବିବେଚନା। ଅବଶ୍ୟ ମଣିଷକୁ କର୍ମଠ ପରିଶ୍ରମୀ ସାଧକ ହେବା ପାଇଁ ହୁଏତ ଏପରି କୁହାଯାଇପାରିଥାଏ, ନହେଲେ ମଣିଷ ଅଳସୁଆ ହୋଇଯାଇ କର୍ମକୋଢ଼ି ହୋଇଯିବ। ତେଣୁକରି ମଣିଷ କର୍ମ କରିବ, କର୍ମଫଳକୁ ଭୋଗିବ, ସେଥିରୁ ତାର ଗତ୍ୟନ୍ତର ନାହିଁ। ଅତଏବ ପ୍ରକୃତ କର୍ମୀ, କର୍ମଠ ମଣିଷ ମନରେ ଆଗ୍ରହ ଥାଏ, ଉତ୍ସୁକତା ଆସେ, ଇନକ୍ୟୁଜିଟିଭନେସ୍ ଦେଖାଦିଏ। ଏଥିପାଇଁ ମଣିଷ ଗବେଷକ, ପ୍ରଯତ୍ନଶୀଳ, ଯାହାକି ଯତ୍ନ କଲେ ରତ୍ନ ମିଳେର ସଂଜ୍ଞାଧାରୀ ହୁଏ। ଉଦ୍ଯୋଗୀ ଜନ ସର୍ବସିଦ୍ଧି ହୋଇଥାଏ ଏହି ମଣିଷ। ଉଦ୍ୟମେନ ହି ସିଦ୍ଧନ୍ତି ନ ଚ ମନୋରଥା, ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ। तेरे जीवन का है कर्मों से नाता, तू ही अपना भाग्य विधाता। जैसी लिखेगा कर्मों की रेखा, देना होगा दिलसिल का लेखा। କର୍ମଯୋଗୀ ନାମକ ସିନେମା, କଣ୍ଠଶିଳ୍ପୀ ମାନ୍ନା ଦେ। କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ, ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳିୟାନ।
ବୋଲି ସ୍ୱଭାବ କବି ଗଙ୍ଗାଧର ମେହେର କହିଛନ୍ତି। ମ୍ୟାନ୍ ଲିଭ୍ସ ଇନ୍ ଡିଡ୍ସ ନଟ୍ ଇନ୍ ଇୟର୍ସ। କର୍ମୀ ଯିଏ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ ବୋଲି ଉତ୍କଳମଣି ଗୋପବନ୍ଧୁ କହିଛନ୍ତି। ଭୀରୁ ଭାଗ୍ୟକୁ ଆଦରେ। ସେଥିପାଇଁ ଈଶ୍ୱର ଉପାସନା ଜନିତ କର୍ମରୁ ଧର୍ମ ପାଳନ ହେଉଛି ମାନବୀୟ ମନର ଆଗ୍ରହର ଔତ୍ସୁକ ପ୍ରକାଶ। ଏହି ଆଗ୍ରହ ଯେଉଁ ମାନବଠାରେ ରହିଥାଏ, ସେହି ମାନବ ହୁଏ ତାର ସ୍ୱକୀୟ ନିଜସ୍ୱ ଜୀବନରେ ସଫଳ ଏକନିଷ୍ଠ ସାଧକ। ଧର୍ମାଦି କ୍ଷେତ୍ରରେ ପାଲଟେ ସନ୍ଥ, ସାଧୁ ବା ସେଣ୍ଟ ହୁଏ। ଜାଣିବାର ଆଗ୍ରହ ଜିଜ୍ଞାସାରୁ ଉତ୍ପତ୍ତି ଲାଭ କରେ ଉତ୍ସୁକତା। ସାଧାରଣ ଅସାଧାରଣ ସବୁ ପ୍ରକାର ମନୁଷ୍ୟଙ୍କଠାରେ ଏହି ଆଗ୍ରହର ମାତ୍ରା କମ୍ ବେଶୀ ହୋଇଥାଏ, ନଥିଲେ ସମୟକ୍ରମେ ମନକୁ ଆସେ। ଏହି ପ୍ରକାର ଆନୟକ ମଣିଷ ମନର ମନସାଦ ବା ମନର ଆକାଙ୍କ୍ଷା ଓ ତାର ମେଣ୍ଟାଣ ବା ପରିପୂରଣ ତଥା ସନ୍ଦେହର ପରିପ୍ରକାଶରୁ ହୋଇଥାଏ। ଇସଲାମ ଧର୍ମଗ୍ରନ୍ଥ ଦିବ୍ୟ ପବିତ୍ର କୋରାନରେ ମନୁଷ୍ୟ ସମାଜର ଆତ୍ମିକ ଶୋଧକ, ସଂଶୋଧକ, ଐଶୀଭୂତ ବାର୍ତ୍ତାଧର ପୈଗମ୍ବରମାନଙ୍କ ମନରେ ପ୍ରବଳ ଭାବରେ ଦେଖାଯାଇଥିବାର ଯଥେଷ୍ଟ ନମୁନା ନଜିର ରହିଅଛି। ସାଧାରଣ ମଣିଷ ତ ଛାର, ଖୋଦଜାତ ଖୋଦାଙ୍କର ଅତିରୁ ଅତି ବିଶେଷ ଦରର ବା ଦର୍ଜାର ବ୍ୟକ୍ତିତ୍ୱ ବିଶେଷଗଣଙ୍କର ଏକ ଏକ ମନସ୍ଥ ପ୍ରବୃତ୍ତି ବା ପ୍ରକୃତି ହୋଇଥିଲା। ସେଥିରୁ କିଛି ଉଦାହରଣ ନିମ୍ନରେ ପ୍ରଦାନ କରାଯାଉଅଛି। ହିବ୍ରୁ ଭାଷୀ ଇହୁଦୀ ଧର୍ମର ପ୍ରବକ୍ତା ପୈଗମ୍ବର ମୋଶା ଖୋଦାଙ୍କର ପ୍ରବର୍ତ୍ତିତ ଧର୍ମାବଲମ୍ବୀ ଥାଇ ଏକଦା ମନରେ ଆଗ୍ରହ ପ୍ରକାଶ କରି ଆଲ୍ଲାହଙ୍କୁ ଶୂନ୍ୟବାଣୀ ଦ୍ୱାରା ସିଧାସଳଖ କହିଥିଲେ, ହେ ଖୋଦା, ତୁ ମୋତେ ତୋର ସ୍ୱରୂପ ଦେଖା, ନିଜକୁ ଦେଖା, ତୋର ସାନ୍ନିଧ୍ୟ ଦେ। ଖୋଦା କହିଲେ, ହେ ମୋଶା, ତୁ କଦାପି ମୋତେ ଦେଖିପାରିବୁ ନାହିଁ। ତେବେ ଯଦି ଦେଖିବାକୁ ମନ କରିଛୁ, ସେ ପାହାଡ଼କୁ ଅନା। ମୁଁ ମୋର ଜ୍ୟୋତି ପକାଉଅଛି। ଯଦି ସେ ପାହାଡ଼ର ରୂପ ବଦଳିଯାଏ, ତାହେଲେ ଅବିଳମ୍ବେ ତୁ ମୋତେ ଦେଖିନେବୁ। ଜ୍ୟୋତି ପଡ଼ିଲା, ପାହାଡ଼ ଭାଙ୍ଗି ଖଣ୍ଡ ବିଖଣ୍ଡିତ ହେଲା। ମୋଶା ଅଚେତ ବେହୋସ ହୋଇ ପଡ଼ି ଉଠି କହିଲେ, ହେ ଖୋଦା, ତୋତେ ଅଶେଷ ଧନ୍ୟବାଦ। କୋରାନ ଭାଗ 9। ଈଶ୍ୱର ବାର୍ତ୍ତାଧର ପୈଗମ୍ବର ଇବ୍ରାହିମ ବା ଖ୍ରୀଷ୍ଟିଆନମାନଙ୍କର ଆବ୍ରାହମ ମନର ଆଗ୍ରହ ଦେଖାଇ ଧର୍ମର ପ୍ରଣେତା ଆଲ୍ଲାହଙ୍କୁ ମନର ଆଶ୍ୱସ୍ତି ପାଇଁ ପ୍ରଶ୍ନ କରିଥିଲେ, ହେ ଖୋଦା, ତୁ କେମିତି ମୃତକଙ୍କୁ ବଞ୍ଚାଇବୁ ମୋତେ କହ। ଖୋଦା କହିଲେ, ତୁ 4ଟି ପକ୍ଷୀ ନେଇ ସେମାନଙ୍କୁ ପୋଷା ମନାଇ ହତ୍ୟା କରି ସେମାନଙ୍କର ଟିକି ଟିକି ଖଣ୍ଡ ବିଖଣ୍ଡିତ ମାଂସମାନଙ୍କୁ ଦୂରବର୍ତ୍ତୀ ପାହାଡ଼ମାନଙ୍କରେ 4 ଭାଗ କରି ରଖି ସେମାନଙ୍କର ନାମ ଧରି ଡାକେ। ସେମାନେ ତୋ ପାଖକୁ ଉଡ଼ି ଚାଲିଆସିବେ। ଉଡ଼ି ଚାଲି ଆସିବାରୁ ଇବ୍ରାହିମଙ୍କ ମନରେ ଧର୍ମୀୟ ଆଗ୍ରହ ଆଶ୍ୱସ୍ତି ପାଇଥିଲା। ବୁଢ଼ାକାଳେ ପୁଅ ହେବାରେ ବି ଇବ୍ରାହିମ ଓ ତାଙ୍କ ବନ୍ଧ୍ୟା ପତ୍ନୀ ହାଜରା ଦେବଦୂତଙ୍କ କଥାରେ ସନ୍ଦେହୀ ହୋଇଥିଲେ ଯେ ବୁଢ଼ାକାଳରେ ଆମର ପୁଣି ପୁଅ ହେବ। କୋରାନ ଭାଗ 26। ଦେବଦୂତ ଗାବ୍ରିଏଲ ଖୋଦାଙ୍କ ପ୍ରତି ଆଗ୍ରହ କରାଇଥିଲେ ଏବଂ କହିଥିଲେ, ଖୋଦା କହିଛନ୍ତି ମାନେ ଏପରି ହେବ। ଏକେଶ୍ୱରବାଦର ଧର୍ମରେ ଅନ୍ତର୍ଭୁକ୍ତ ଲୋକେ ସନ୍ଥଙ୍କର ପୈଗମ୍ବରଙ୍କର ପ୍ରାପ୍ତିପଣରେ ସନ୍ଦେହ ପ୍ରକାଶ କରିବାର ସ୍ୱକୀୟ ସାମୂହିକ ମନର ଅନାଗ୍ରହ ଦେଖାଇ ଉତ୍କଣ୍ଠିତ ସ୍ୱରରେ ପୈଗମ୍ବର ଈସାଙ୍କୁ କହିଥିଲେ, ତୁମେ ଯଦି ପ୍ରକୃତରେ ଆଲ୍ଲାହ ଖୋଦାଙ୍କର ପୈଗମ୍ବର ଅଛ, ତେବେ ଆକାଶରୁ ଏକ ଖାଦ୍ୟଭର୍ତ୍ତି ଥାଳି ଓହ୍ଲାଅ। ଆମେ ସେଥିରୁ ଖାଇବୁ ଏବଂ ସନ୍ତୁଷ୍ଟ ହେବୁ। ଆମ୍ଭେମାନେ ତୁମର ପୈଗମ୍ବରତ୍ୱର ଅନ୍ୟାନ୍ୟ ମୋଜେଜା ଯଥା ଚମତ୍କାରିତା ବା ମିରାକେଲ, ମୃତକଙ୍କୁ ଜୀବନ ଦାନ କରିବା, ଅନ୍ଧଙ୍କୁ ଆଖି ଦେଖିବା କରାଇବା,
କୁଷ୍ଠରୋଗୀଙ୍କୁ ଭଲ କରିଦେବା, ଘର ଭିତରେ ଅଜଣା ରନ୍ଧନକୁ ସର୍ବସମକ୍ଷରେ କହିଦେବା, ମାଟିର ପକ୍ଷୀ ମୂର୍ତ୍ତିକୁ ସତ ଜୀବନ୍ତ ପକ୍ଷୀ କରି ଆକାଶରେ ଉଡ଼ାଇବାର ମିରାକିଲ୍ ବା ଚମତ୍କାରିତା ସହିତ ପରିଚିତ, ଦର୍ଶିତ ତଥା ଅବଗତ ଥିଲେ ବି ଆକାଶରୁ ଖ୍ୱାନ ଖାଦ୍ୟ ଭର୍ତ୍ତି ଥାଳି ଅବତରଣର ଦୃଶ୍ୟ ଦେଖିବାକୁ ପୁଣି ମନରେ ଆଗ୍ରହ ପ୍ରକାଶ କରିଥିଲେ, ତାହେଲେ ଯାଇ ତୁମକୁ ପୟଗମ୍ବର ବୋଲି ମାନିବୁ। ଆକାଶରୁ ଖାଦ୍ୟ ଭର୍ତ୍ତି ଥାଳିର ଓହ୍ଲାଣ ଖୋଦାଙ୍କ ଇଚ୍ଛାରେ, ଈଶାଙ୍କର ସୁପାରିଶରେ ହୋଇଥିଲା। ସାରା ସୃଷ୍ଟିର ସ୍ରଷ୍ଟା, ପାଳକ ଓ ଧ୍ୱଂସକର୍ତ୍ତା ଆଲ୍ଲାହ ଖୋଦା ମନମାନି ସ୍ୱେଚ୍ଛାଚାରୀ। ଆଲ୍ଲାହ ନିଜର ପ୍ରଣୀତ ଧର୍ମୀୟ ମନରେ ଆଗ୍ରହୀ ହୋଇଥିଲେ କି ଯେ ନିଜର ସାଙ୍ଗ ବା ଖଲିଲ ଇବ୍ରାହିମ ନିଜର ସବୁଠାରୁ ଅତି ପ୍ରିୟତମ ଜିନିଷକୁ ତାଙ୍କୁ ଉତ୍ସର୍ଗ କରନ୍ତୁ। ଖୋଦାଙ୍କର ପରମାତ୍ମା ମନର ଉଦ୍ବେଳିତ ଆଗ୍ରହ ଉତ୍ସାହ ପାଇଁ ବୃଦ୍ଧକାଳେ ତୁମହର ଏକଇ ନନ୍ଦନ କ୍ରୋଧତାପ ବିନାଶନେ ତୁମନମୋହନ ପୁତ୍ର ଇସ୍ମାଇଲଙ୍କୁ ଖୋଦାଙ୍କ ରାହାରେ କୁର୍ବାନୀ କରାଇ ସ୍ୱପ୍ନ ଦର୍ଶନକୁ ସତ କରାଇଥିଲେ ଏବଂ ଇଦ୍ ଉଲ୍ ଆଜହା ବା ବକ୍ର ଇଦ୍ର ପ୍ରଣୟନ କରିଥିଲେ। ଜଗତବାସୀ ଏକେଶ୍ୱର ପ୍ରେମୀ, ଖୋଦା ଅନୁଗତ ଇସଲାମ ଧର୍ମାବଲମ୍ବୀ ମୁସଲମାନମାନଙ୍କ ପାଇଁ, ଯାହାକି ଅପର ଇସଲାମ ଐତିହ୍ୟର ଅଭୁଲା ଅବିସ୍ମରଣୀୟ ସ୍ମାରକୀ। କୋରାନ ଭାଗ 23। ଇବ୍ରାହିମ ଏବଂ ଇସମାଇଲଙ୍କର ପକ୍ଷେ ସେହି କ୍ଷଣ ଥିଲା ଅନ୍ତରୀଣ ଏବଂ ଅକୁହା। ଇସ୍ରାଏଲରେ ଜେରୁଜେଲମର ରାଜା ତଥା ପୟଗମ୍ବର ସୁଲେମାନ, ଯିଏକି ପୟଗମ୍ବର ଦାଉଦ ବା ଡେଭିଡଙ୍କର ସୁଯୋଗ୍ୟ ପୁତ୍ରମଣି, ରାଜା ଥାଇ ବି ଖୋଦାଙ୍କର ଆନୁଗତ୍ୟକୁ ମଥାପାତି ସ୍ୱୀକାର ପୂର୍ବକ ମନରେ ପରମ ଆଗ୍ରହ ଦେଖାଇ କହିଥିଲେ, ହେ ଖୋଦା, ମୁଁ ସେହି କାମ କରେଁ ଯାହାକି ତୋର ପସନ୍ଦଯୋଗ୍ୟ ହେଉ। ମୋତେ ସଂସାରରେ ଏଭଳି ରାଜପଣ, ରାଜତ୍ୱ ବା କିନସିପ୍ ଦେ, ଯାହାକି ମୋ ପରେ ସଂସାରରେ ଆଉ କାହାରିକୁ ନ ମିଳୁ, ଅନ୍ୟ କାହାରି ଭାଗ୍ୟରେ ଆସୁନା। ସୁତରାଂ ଆଲ୍ଲାହ ତାଙ୍କୁ ପକ୍ଷୀର ଭାଷା ଶିଖାଇଥିଲେ, ପବନକୁ ପରିଚାଳନାର କର୍ତ୍ତୃତ୍ୱ ଦେଇଥିଲେ, ଜିନ୍ ବା ବେତାଳଙ୍କୁ ସୁଲେମାନଙ୍କର ବଶରେ ରଖାଇଥିଲେ, ଫଳରେ ସେମାନେ ସୁଲେମାନଙ୍କର ଆଦେଶ ଅନୁଯାୟୀ କାମମାନ କରିଦେଉଥିଲେ। କୋରାନ ଭାଗ 19। ସୁଲେମାନଙ୍କର ଆଧିପତ୍ୟ ତଥା କ୍ଷମତା ବିସ୍ତାରପଣରେ ମୁଗ୍ଧ, ଭୀତା ହୋଇ ଜନବସତି ସହର ସବାର ରାଣୀ ବିଲକିସ୍, ଯିଏକି ସୂର୍ଯ୍ୟ ପୂଜକ କାଫିର ଥିଲେ, ସେ ସୁଲେମାନଙ୍କର ବଶ୍ୟତା ସ୍ୱୀକାର ପୂର୍ବକ ତାଙ୍କୁ ବିବାହ ବି କରିଥିଲେ। କୋରାନ 19 ଭାଗ। ମଣିଷ ଜୀବ ମନର ଆଗ୍ରହରେ ସତ୍ତା ବା ସ୍ଥିତି କାର୍ଯ୍ୟ କରିଥାଏ। ଏକଦା ଜଣେ ସନ୍ଥ ସାଧୁ ପୁରୁଷ ଗଧ ପିଠିରେ ବସି ପଥିକ ସାଜି ସାଙ୍ଗରେ ଖାଦ୍ୟ ଧରି ଏକ ଭଗ୍ନ ସହର ବାଟ ଦେଇ ଚାଲି ଯାଉଥିବା ବେଳେ ସହସା ମନରେ ଉଜେର ନାମକ ସେହି ସନ୍ଥଙ୍କର ଆଗ୍ରହ ଉତ୍ସୁକତା ଆସିଥିଲା ଯେ କିପରି ଆଲ୍ଲାହ ଏହି ଧ୍ୱଂସମୁଖୀ ସହରକୁ ପୁନର୍ଜୀବିତ କରାଇବ। ଅନ୍ତର୍ଯ୍ୟାମୀ ପ୍ରଭୁ ଆଲ୍ଲାହ ଉଜେରଙ୍କର ମନର ଭିତିରି କଥା ଜାଣିପାରି ସେଇଠି ତାଙ୍କୁ ମୃତ୍ୟୁ ଦେଇ 100 ବର୍ଷର ତାଦୃଶ ସ୍ଥିତିରେ ପକାଇ ପୁଣି ବଞ୍ଚେଇ ଉଠେଇ ତାଙ୍କୁ ପଚାରିଥିଲେ ସେ ମରି ପଡ଼ିଥିବାର ସଠିକ୍ ସମୟ ସୀମାକୁ। ଉଜେର କହିପାରି ନଥିଲେ। ଆଲ୍ଲାହ କହିଥିଲେ, ତୋତେ ଏଭଳି ସ୍ଥିତିରେ 100 ବର୍ଷ ସମୟ ବ୍ୟବଧାନରେ ପକାଇଥିଲି। ଏବେ ତୋର ଗଧ, ଖାଦ୍ୟ ସବୁକିଛିକୁ ଜୀବନ୍ୟାସ ଦେଉଅଛି। ଉଜେର କହିଲେ, ମୁଁ ଜାଣେ ଆଲ୍ଲାହ ସବୁକିଛି କରିବାକୁ ସମର୍ଥ, ସକ୍ଷମ। କୋରାନ 3 ଭାଗ। ଏହିଭଳି ଉଦାହରଣ ଯୋଡ଼ିଲେ ଅନେକ ହେବ। ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ସ୍ୱଳ୍ପ କେତୋଟି ନମୁନା ମାତ୍ର ଏଠି ଉଲ୍ଲେଖ ବା ପେଶ କରାଗଲା। ସେଥିରୁ ସହଜରେ ଜଣାଯାଇ ପାରିବ କି ଧର୍ମରେ ଆଗ୍ରହର ଅତିଶୟତାର ସ୍ୱରୂପକୁ। ମନରେ ଆଗ୍ରହ ଥିଲେ ମଣିଷ କିଭଳି ଐଶୀ ଦୀକ୍ଷାରେ ଦୀକ୍ଷିତ ହେବା ସହିତ ଅନୁକମ୍ପା ପାଇ ଜଗତରେ ଈଶ୍ୱରୀୟ ଅଲୌକିକତା, ତାର ଚମତ୍କାରିତାକୁ ଦେଖି ମନରେ ଆଶ୍ଚର୍ଯ୍ୟ ପ୍ରକଟିବା ସହିତ ଧର୍ମୀୟ ଅନୁରକ୍ତି, ଅନ୍ତର୍ଭୁକ୍ତତାର ପ୍ରୟାସୀ ହୋଇପାରିବାର ସମ୍ଭାବନାକୁ ଏଡ଼ାଇ
ଦିଆଯାଇପାରିବ ନାହିଁ। ଧର୍ମ ଓ ଆଗ୍ରହ ଦ୍ୱୟ ବିପରୀତମୁଖୀ ଶବ୍ଦ। ଏମାନଙ୍କୁ ଓର ସମ୍ବନ୍ଧରେ ଏକାଠି ବାନ୍ଧିପାରିଲେ ମଣିଷ ପରମର ପଦ ପାଇବା ସହିତ ପରୋପକାରାୟ ସ୍ୱର୍ଗାୟର ଅନୁପ୍ରବେଶୀ ହୋଇପାରେ। ମଣିଷ ଧର୍ମରେ ଥାଇ ଧର୍ମ ପାଳନର ଆଗ୍ରହ ପାଏ। ମଣିଷ ଧର୍ମରେ ଥାଇ ଧର୍ମ ପାଳନର ଆଗ୍ରହ ମନରେ ରଖେ ନାହିଁ। ବିଧର୍ମରେ ରହି ଧର୍ମୀ ହେବାର ବ୍ୟସ୍ତତା ବି ଦେଖାଇ ନାହିଁ। ବିକଳ ଆକୁଳର ପ୍ରଯତ୍ନ ତା'ଠାରେ ରହିନାହିଁ। ତେବେ ଏଭଳି ପରିପ୍ରେକ୍ଷୀରେ ଧର୍ମରେ ଆଗ୍ରହର ବୋଲି ତଥା ବଚନର ସତ୍ୟତାକୁ କଳିପାରିବା କେମିତି? କୋଉ ବାଟରେ, କେଉଁ ବାଗରେ? ହେ ମୁଲକର ମାଲିକ, ଖୋଦ୍ ଜାତ ଖୋଦା, ମଣିଷକୁ ଅବାଟରୁ ବାଟକୁ ଆଣ, ଆଉ ବାଟରେ ଥାଇ ଚାଲିବା ଶିଖାଅ। ତା' ପାଇଁ ବୈକୁଣ୍ଠକୁ ବନ୍ଦ କରିଦିଅନା।